ଜଳେଶ୍ୱର ବ୍ଲକ ରାଇଭଣିଆ ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ କବାଟଘାଟିର ସୋମବାର ସନ୍ଧ୍ୟାରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଏହି ବିଦ୍ୟାଳୟରେ ଅନୁସୂଚିତ ଜାତି ଓ ଜନଜାତିର 315 ଜଣ ଛାତ୍ରଛାତ୍ରୀମାନେ ପାଠ ପଢ଼ନ୍ତି। ଏଣୁ ଅତିଥିମାନଙ୍କୁ ଆଦିବାସୀଙ୍କ ପାରମ୍ପରିକ ନାଚ ଗୀତରେ ଭବ୍ୟ ସ୍ୱାଗତ ମୁଖ୍ୟ ଫାଟକରୁ କରିଥିଲେ। ଉଦ୍ଘାଟକ ଭାବେ ଡିଏନ୍ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଜୁଜାପାଟଣାର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କେଶବ ଚନ୍ଦ୍ର ପରିଡ଼ା, ମୁଖ୍ୟ ଅତିଥି ଡକ୍ଟର ଭୀଷ୍ମ ପରିଡ଼ା, ମୁଖ୍ୟ ବକ୍ତା ଖୁଆଡ଼ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁକଦେବ ପ୍ରମାଣିକ, ବିଶିଷ୍ଟ ଅତିଥି ଭାବେ ଆଦର୍ଶ ବିଦ୍ୟାଳୟ କାଳିକର ଅଧ୍ୟକ୍ଷା ସୁଶ୍ରୀ ରଞ୍ଜିତା ଟୁଡୁ ଉପସ୍ଥିତ ହୋଇଥିଲେ। ତେବେ ସଭାର ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚକ୍ରଧର ଦାସ। ସମ୍ମାନିତ ଅତିଥିଙ୍କ ଭିତରୁ ଶ୍ରୀଯୁକ୍ତ ନବ କୁମାର ସାହୁ, ଶ୍ରୀଯୁକ୍ତ ସନତ କୁମାର ମହାନ୍ତ, ଶ୍ରୀଯୁକ୍ତ ପଦ୍ମ କୁମାର ମହାନ୍ତ, ସାଗର ହାଁସଦା ଉପସ୍ଥିତ ରହି ଏହି ବିଦ୍ୟାଳୟ ପ୍ରତିଷ୍ଠାନ କରିବା ପାଇଁ ସ୍ୱର୍ଗତ ନାରାୟଣ ସୋରେନଙ୍କ ଅବଦାନ କଥା ବଖାଣିଥିଲେ। ମଞ୍ଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଉମେଶ ଚନ୍ଦ୍ର ଗିରି ଓ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ଦେବାଶିଷ ମହାନ୍ତି। ବର୍ଷର ସର୍ବଶ୍ରେଷ୍ଠ ଛାତ୍ରୀ ଲିଜା ମୁର୍ମୁ ସର୍ବଶ୍ରେଷ୍ଠ ଛାତ୍ର ବାସୁଦେବ ଟୁଡୁଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ଏଥିସହ ଗତ ବର୍ଷ 10ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଓଡ଼ିଶା ତରଫରୁ ସରକୀ ଫୁଲ 2025ରେ ସମ୍ମାନିତ କରାଯାଇଥିବା ଏହି ବିଦ୍ୟାଳୟର ଛାତ୍ର ଦିନେଶ ସୋରେନ ଓ ଚଳିତ ବର୍ଷ ସାଂସଦ ଖେଳ ମହୋତ୍ସବ ଆୟୋଜିତରେ ଫୁଟବଲ ଖେଳରେ ଜିଲ୍ଲା ସ୍ତରରୁ ମନୋନୀତ ଉକ୍ତ ବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ପରିଶେଷରେ ଛାତ୍ରଛାତ୍ରୀମାନେ ନୃତ୍ୟ ଓ ସଙ୍ଗୀତରେ ଆନନ୍ଦ ଉଲ୍ଲାସରେ ଝୁମିଥିଲେ। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।